ह्रीं भुवनेश्वरी नमः। देवी भुवनेश्वरी कर्कट राशि इष्ट देवी। जमती शनिंकर इष्ट हेले दक्षिण काली, सेमती कर्कटर इष्ट हेले देवी भुवनेश्वरी। तेणु समस्त कर्कट राशि व्यक्ति प्रत्येक थरे मात्र यदि समय हुए 2 वा 3 थर पढ़ले हम देवी भुवनेश्वरी स्तोत्र। उद्यत दीन दूती मिंदु किरीटां तुंगकुचां नयन्द्र जुगतां स्मेरमुखीं वरदां कुशपाश भीतिकरां प्रभजे भुवनेश्वरी। कर्कट राशि दीर्घ दिन है माने गोटे वर्ष होगलानी राहु नवम राहु अष्टम शनि अपेक्षा अधिक कष्ट दे था। नवम राहु पाई समस्त कर्कट राशि व्यक्ति समूह नानाविध शारीरिक सामाजिक आर्थिक पारिवारिक क्लेश कठिनता मध्य गति कर जो मान जातक राहु टिके भल जगार अच्छा माने मिथुन रे बा कन्या रे बा कुंभ रे अच्छा से चढ़ी जाऊँगी। नहले कर्कट राशि समस्त व्यक्ति नानाविध समस्यार सम्मुखीन होती। एणु से राहु टे खुशी हो ओं रांग राहवे नमः। ओं रांग राहवे नमः ये मंत्र मध्य बारंबार पढ़ा उचित। कौन सी कुकुर को दंड दबानी जमती कई पानी पकाती आम देहरे शीत दिन पानी टिके पड़े कष्ट लगुनि सेमती करवानी। एमती कले राहु असंतुष्ट होती। हाँ बंधु, आज आम जानुआरी 14 रु फेब्रुआरी 12 मध्य कर्कट राशि हानि लाभ को नहीं जो खसड़ा तैयारी करिचे से खसड़ा को तो पढ़ा तथापि बुझा पड़ो ये मासरे केतु अधिक फल भल देवे, केतु अधिक फल भल देवे, कम फल मंद देवे। जो भल फल देवे से कुटुंब शांति आसो, हेतु अर्थ आसो। बृहस्पति एकादश से मे 14 मिथुन को आसवे, द्वादश हेबे किंतु एबे से वक्र मंद ग्रह वक्र हेले तांकर दोष त्रुटि भूली जाती, मंगल करते। शुभ ग्रह वक्र हेले अधिक रु अधिक भल फल दिखती सी रोहिणी। तेणु एकादश बृहस्पति 13 मास है हारे हम मे को गोटे वर्ष से किसी दे पारिना, कारण से अच्छा कर्कटर बाधक स्थान वृषरे किंतु ये जेबेठू से वक्र हेले और रोहिणी गले दबा आरंभ कले। तेणु कर्कट राशि को से देवे। एकादश ग्रह जा जा दियंती, बृहस्पति तो ग्रहराज ग्रहश्रेष्ठ, तेणु सी अधिक रु अधिक पुण्य फल देवे, आर्थिक मानदंड को सुदृढ़ करेंगे। आसतु ए विषय टे पुंखानुपुंख आलोचना करवा। आपण तो जानते
ମୁଁ ଅଧିକା କ'ଣ କହିବି। ରବି ଜାନୁଆରୀ 14 ଉତ୍ତରାୟଣ ହେଲେ ସୂର୍ଯ୍ୟଙ୍କର ଉତ୍ତାପ ବଢ଼ିବ, ଆଲୋକ ତେଜସ୍କର ହେବ, ଶୀତ ଉପରେ କୁପ୍ରଭାବ ପଡ଼ିବ। ସେ ଉତ୍ତରାୟଣ ହେଲେ ଉତ୍ତର ଦିଗଗତି ଗଲେ ଧୀରେ 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 କିଣି ଉତ୍ତାପ ବଢ଼ିବ। ଉତ୍ତର ଅୟନ ଉତ୍ତରାୟଣ। ସେଥିପାଇଁ କି ସେଇଦିନ ହିଁ ମାମୁଁ ଘରୁ ଆସିଲେ। ମହାଲକ୍ଷ୍ମୀ ଯାଇଥିଲେ ବାପ ଘରକୁ ନା, ଭାର ଥୋର ନେଇ ସେ ଆଜି ପହଞ୍ଚିଗଲେ। ସେଦିନ ତା ପୂର୍ବ ଦିନ ମାନେ ପୌଷ ପୂର୍ଣ୍ଣିମାରେ ଭଗବାନ ସୁନାବେଶ ହେଲେ। ଆଉ ମକର ସଂକ୍ରାନ୍ତିରେ ଆମେ ନବାଙ୍କ ବେଢ଼ା ଭ୍ରମଣ କଲେ। ଏସବୁ ପାଇଁ ସୂର୍ଯ୍ୟଙ୍କୁ ସମ୍ମାନିତ କରିବା ପାଇଁ, ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ। କାଳେ କେଉଁଠି କେଉଁ ଜାଗାରେ ଆମର ପୂର୍ବପୁରୁଷଗଣ ଜୀବନେ ମୁକ୍ତି ପାଇନାହାନ୍ତି, କାଳେ ନରକର ଦ୍ୱାରରେ ବସିଛନ୍ତି। ହେ ପ୍ରଭୁ, ହେ ଭଗବାନ, ହେ ଜଗନ୍ନାଥ, ହେ ମହାଦେବ, ତମେ ଦୟା କର। ଏହି ଆଶାରେ ଆମେ ପ୍ରଦକ୍ଷିଣ କଲେ। ଆସନ୍ତୁ ସେହି ପୂର୍ବପୁରୁଷଙ୍କ କଲ୍ୟାଣ ଲାଭ କରିବା ପାଇଁ ପ୍ରଣାମ କରିବା। ଆମେ ସମସ୍ତେ ତାଙ୍କୁ ଆଉ ଆଜିର ପଠନ କ୍ରିୟା ଆରମ୍ଭ କରିବା। ଏ ମାସରେ ବୃହସ୍ପତି ସନ୍ତୁଷ୍ଟ। ଜାନୁଆରୀ 14 ଫେବୃଆରୀ 12 ଯାଏ କର୍କଟ ରାଶିର ବନ୍ଧୁମାନେ ନିଶ୍ଚିତ ଭାବରେ ଭଲ ଫଳ ପାଇବେ। ଶନି ଏ ମାସରେ ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା 7, 8, 9 ନକ୍ଷତ୍ର ତ୍ରୟଙ୍କୁ ଉତ୍ତମ ଫଳ ଦେବା ଭଳି ସୁଯୋଗ ଆସି ଆଣିପାରନ୍ତି। ବୃହସ୍ପତି ସେହି 7, 8, 9 ମାନେ ପୁନର୍ବସୁ, ପୁଷ୍ୟା ଓ ଅଶ୍ଳେଷାକୁ ମନ ମୁତାବକ ସୁଖ ଦେଇପାରନ୍ତି ବୋଲି ଆଶା କରାଯାଏ। ରାହୁଙ୍କ ପ୍ରଭାବରୁ ଏହି ନକ୍ଷତ୍ର ତ୍ରୟ କଣ୍ଟା ବାଣରେ ଲୁଗା ପକାଇ ଚିରି ପାରନ୍ତି ବୋଧେ। କାରଣ ରାହୁ ନବମସ୍ଥ ହେତୁ ସର୍ବଦା ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାନ୍ତି। କେତୁ କେବଳ ପୁନର୍ବସୁକୁ ବିବିଧ ସୁଖ ଦେଇ ପୁଷ୍ୟା ଅଶ୍ଳେଷାକୁ ଦଣ୍ଡ ଦେବେ, ତାଙ୍କର ବିବିଧ ହାନି କରିବେ। ତେଣୁ କେତୁଙ୍କ ପାଇଁ ଯଦିଓ ସେ ତୃତୀୟରେ ଅଛନ୍ତି, ସମସ୍ତ ପ୍ରକାର ସୁଖ ଦେବା କଥା, କିନ୍ତୁ ଦେବେନି। କେତୁଙ୍କ ପାଇଁ ମୁଁ ବାରମ୍ବାର ଆପଣଙ୍କୁ କହିଛି, ଓಂ ଗଂ ଗଣପତେ ଏ ମନ୍ତ୍ର ଜପନ୍ତୁ। ନିଶ୍ଚିତ ଭାବରେ କେତୁଙ୍କର ମନ ବୁଝିଯିବ। ନବମ ରାହୁଙ୍କ ଯୋଗୁଁ ମୁଣ୍ଡକୁ ପାପବୁଦ୍ଧି ଆସିଥାଏ। ଏହି ପାପବୁଦ୍ଧି ଯୋଗୁଁ ପ୍ରିୟ ଓ ନିଜ ଲୋକ ଅପ୍ରିୟ ହୋଇଯାଆନ୍ତି। ସମସ୍ତଙ୍କ ଭଲ କାମ ଆଖିକି ଦିଶେନି। କାଲି କେଉଁଠି କାହାର କ୍ଷତି କରିବି, ପର ପାଇଁ ଗାତ ଖୋଳିବି, ମାନସିକ ଅଶାନ୍ତି ସୃଷ୍ଟି କରିବି, ଏହି ଚିନ୍ତା ରାହୁ ଦେଇଥାନ୍ତି ମୁଣ୍ଡକୁ। 3-1ରୁ ବୁଧ ସପ୍ତମ ହେବେ, ହେଇସାରିଲେଣି। ଦେହ ମୁଣ୍ଡ ଖରାପ ହେବ। ଜନ୍ମ ମଙ୍ଗଳ ହେତୁ ମୁଣ୍ଡକୁ ପାପବୁଦ୍ଧି ଆସିବ। ଏଥିପାଇଁ ଅଯଥାରେ ଅଧିକ ପରିଶ୍ରମ କରିବେ, ଫଳ କିଛି ମିଳିବନି। ଦୁଶ୍ଚିନ୍ତା ବଢ଼ିଯିବ। ବ୍ୟବସାୟ ସଂଘର୍ଷପୂର୍ଣ୍ଣ ହେବ। ଶେଷରେ ସମସ୍ତ ବ୍ୟବସାୟୀ ଲାଭବାନ ହେବେ। ଜାନୁଆରୀ 14ରୁ ଜାନୁଆରୀ ମାସଟା ଟୋଟାଲି ବ୍ୟବସାୟ ଟିକେ ବାଧା ସୃଷ୍ଟି ହେବ। ଫେବୃଆରୀ 1ରୁ ଜାନୁଆରୀ 28ରୁ ବାକି ଯେଉଁ ଅଧା ମାସ ରହିଲା, ବ୍ୟବସାୟ ବଡ଼ ଲାଭଦାୟକ ହେବ। ସମସ୍ତ ବୃତ୍ତିର ଲୋକେ ଖୁସି ହେବେ। ରାହୁ ଏବେ ସପ୍ତମ ରାହୁ ନୂଆ ଟିକେ ଦେଖେ ହେବେ। ତାପରେ ମାସ ଶେଷ ପର୍ଯ୍ୟନ୍ତ ଦୁଃଖ ଦେବେ। ମାସ ଶେଷ
ସପ୍ତାହର ଶେଷ ଭାଗରେ ସେ ଭଲ ଫଳ ଦେବେ। ଚାକିରିଆ ମାନେ, କୃଷକମାନେ ଓ ଶ୍ରମିକମାନେ ଖୁବ୍ କଠିନ ପରିଶ୍ରମ କରିବେ, ଶେଷରେ ସମ୍ମାନ ଲାଭ କରିବେ ଓ ଆନନ୍ଦିତ ହେବେ। ସବୁ କାର୍ଯ୍ୟରେ ସଫଳ ହେବେ ସମସ୍ତ କର୍କଟ ରାଶିର ଲୋକେ। ବହୁ ବାଧା ଦେଇ ଛାତ୍ରମାନେ ନିଜ ନିଜର ଭବିଷ୍ୟତ ପାଇଁ ଯୋଜନା କରିବେ, କାର୍ଯ୍ୟକାରୀ କରିବେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇ ସଫଳ ହୋଇପାରନ୍ତି। ରବି ବୃଥା ଭ୍ରମଣ କରାଇବେ, ଦୂରଯାତ୍ରା କରାଇ ପାରନ୍ତି। ଏହି ପୁନର୍ବସୁ ପୁଷ୍ୟା ଅଶ୍ଲେଷ ଶନିଙ୍କ କୃପାରୁ ଧନ, ଗୁରୁଙ୍କ ଦୟାରୁ ସମ୍ମାନ ପାଇ ବହୁତ ଖୁସି ହେବେ। ନିଜ ବିଦ୍ୟା ବୁଦ୍ଧିକୁ ଭରସା କରି ସତ୍ୟ, ନ୍ୟାୟ ଓ ଧର୍ମ ପଥରେ ଯିବେ ତ ବହୁତ ଭଲ। କିନ୍ତୁ ଏହି ସତ୍ୟ, ନ୍ୟାୟ, ଧର୍ମ ପଥରୁ ରାହୁ ଟାଣି ଓଟାରି କଳହ କରିବା ପାଇଁ ପରିବେଶ ସୃଷ୍ଟି କରିବେ। କେତୁ ଏତିକି ବେଳେ ବିଭିନ୍ନ ପ୍ରକାର ହାନି କରି ଦୁଃଖ ଦେବେ, ଦୁଃଖ ନଈକୁ ଠେଲି ଦେବେ। ମନେ ରଖିବେ, ଏଇ ଦୁଇ ପାପଗ୍ରହ ରାହୁ ଆଉ କେତୁ ବହୁତ ବିପଦ ସୃଷ୍ଟି କରିବେ ଏ ମାସରେ। ତେଣୁ ଜଗି ରଖି ଯାତ୍ରା କରନ୍ତୁ। କାର୍ଯ୍ୟ କଲାବେଳେ ସ୍ଥିର ମନରେ କାମ କରନ୍ତୁ। ଦ୍ୱିପଦ କାହାକୁ କହିଲା ବେଳେ ବହୁତ ଭାବନ୍ତୁ, 10 ପଦ ଭାବନ୍ତୁ, ପଦେ କହନ୍ତୁ। ନହେଲେ କର୍କଟ ରାଶି ପାଇଁ ଏକ ସମସ୍ୟା ବହୁଳ ପରିବେଶ ସୃଷ୍ଟି କରିବେ ରାହୁ ଓ କେତୁ। ବନ୍ଧୁ, ଧର୍ମ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଆମେ ଧର୍ମ କରିବା, ଧର୍ମ ଆମକୁ ରକ୍ଷା କରିବ। ଧର୍ମ କ'ଣ? ପରୋପକାର। ବାସ୍, କେବେ ବି କାହାର ଅମଙ୍ଗଳ କାମନା କରନ୍ତୁନି, କାହାର ହୃଦୟରେ ଆଘାତ ଦିଅନ୍ତୁନି। ଆବଶ୍ୟକ ପଡ଼ିଲେ, ଉଚିତ ମନେ କଲେ ପିଠି ଆଉଁସି, ଓଠ ଧରି ବା ଯୋଡ଼ ହସ୍ତରେ କହନ୍ତୁ, ଭାଇ ମୋର ଭୁଲ ହେଇଗଲା, ମୋର ଏମିତି କହିବାର ନଥିଲା। ନିଜ ଭୁଲ ଯେ ସ୍ୱୀକାର କରେ, ଅନୁତାପ କରେ, ତା ପାଇଁ ଦୁଃଖ ଆସେନି। ରହିଲି ବନ୍ଧୁ, ନମସ୍କାର।